এই জায়গায় ସାଙ୍ଗମାନେ ସେଇଟା ପୁଣି ସେମ୍ ପ୍ଲେସ୍ ଏଇ ଗୋଟିଏ ଜାଗାରେ ହିଁ ଅପଡେଟ୍ ହେବ ଭିଡ଼ିଓ ଅପଲୋଡ଼ ହେବ। ଚାଷବାସ ମଧ୍ୟ ହେଇଥାଏ। ଚାଷୀ ଭାଇ ତାର କାମଧନ୍ଦା ମଧ୍ୟ ଏଇ ବର୍ଷା ପାଣି ହେଲେ ଆରମ୍ଭ ହିଁ କରିଥାଏ। ମେସିଆର କ'ଣ କ'ଣ କାମ ହେବ ଆପଣମାନଙ୍କୁ ଦେଖାଉଛି। ପେଣ୍ଡିଂ ଅଛି, ମିସ୍ତ୍ରୀ ଆସିପାରୁନାହାନ୍ତି କେବଳ ବର୍ଷା ପାଇଁ। ଏବେ ବି ଦେଖିପାରୁଥିବେ ପାଗ। ବ୍ୟାକ୍ ସାଇଡ଼୍ରେ ରହିଛି ବାର୍ର ଯେଉଁ ବଲ୍ ଲାଗେ ଦେଖିପାରୁଥିବେ, ସେ ସବୁ ଖାଇଯାଇଛି। ମାନେ ଆମ ପାଖରେ ଯେଉଁ ଗାଡ଼ି ଦୁଇଟା ଯାକ ଅଛି, ଦୁଇଟା ଯାକ ଘୋଡ଼ା। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସକାଳୁ ସକାଳୁ ଦେଖିପାରୁଥିବେ ପୁରା ବର୍ଷାର ପରିବେଶ ଆମ ଗାଁରେ। ପୁରା ବର୍ଷା ବି ଏବେ ବି ରାତିରୁ ପୁରା ଲାଗିକି ରହିଛି। ଏଠି 2-3 ଦିନ ହେବ ବର୍ଷା କଣ୍ଟିନ୍ୟୁ ହେଉଛି। ଏପଟେ ସବୁ ଜମିରେ ମଧ୍ୟ ପାଣି ଫାଣି ହେଇଗଲାଣି। ଏ ବର୍ଷାରେ ବାହାରିଲୁ ଟିକେ ସକାଳୁ ଟିକେ ବୁଲାବୁଲି କରିବା। ସେ ଦିନମାନ ବର୍ଷା ହେଉଛି ସାଙ୍ଗମାନେ। ଘରେ ସବୁବେଳେ କେତେ ସମୟ ରହିବା, ଘରେ ବେଶୀ ସମୟ ରହିବାକୁ ହିଁ ଭଲ ଲାଗୁନି। କାହିଁକିନା ଆମର ଅଭ୍ୟାସ ଗାଡ଼ି ଧରି ପଳାଇବା, ଟିକେ ବୁଲାବୁଲି କରିବା। ଏମିତି ନହେଲେ କେଉଁଠି ହଳ ଫଳ ଥିବ ଟ୍ରାକ୍ଟର ଧରି ପଳାଇବା। ଆଉ ଘରେ ବସି ରହିବାକୁ ଆଦୌ ଭଲ ଲାଗୁନି ବର୍ଷା ପାଗରେ। ତାପରେ ବର୍ଷା ପାଗ ନହେଲେ କୌଣସି ନା କୌଣସି କାମ ଗୋଟେ ରହିଯିବ, ସେଥିପାଇଁ କିଛି ଅସୁବିଧା ହେବନି। କିନ୍ତୁ ବର୍ଷା ପାଗରେ କାମ ବି କିଛି ରହୁନି। ସେଥିପାଇଁ ଏବେ ବାହାରିଲୁ ଟିକେ ବୁଲାବୁଲି କରିବୁ। ଦେଖିପାରୁଥିବେ ରାସ୍ତା ଉପରେ ଅଛୁ ସାଙ୍ଗମାନେ। ଭିଡ଼ିଓ କେଉଁଠି ଅପଲୋଡ଼ କରେ ଆପଣମାନଙ୍କୁ ଦେଖେଇବି ଆଜି। ଭିଡ଼ିଓ ଅପଲୋଡ଼ କରିବା ପାଇଁ ପ୍ରତ୍ୟେକ ଦିନ ମୋତେ ଏଇ ଆଗରେ ଦେଖିପାରୁଥିବେ ଏଇ ଯେଉଁ ଗଛ ଦେଖାଯାଉଛି, ସେ ଗଛ ପାଖକୁ ଆସିବାକୁ ପଡ଼େ। କାହିଁକିନା ଅନ୍ୟ କୌଣସି ଜାଗାରେ ହିଁ ଟାୱାର ପାଇବନି 5G କେବଳ ଏଇଠି ଚାଲିବ। ଏଇଠିକି ଆସିଲା ପରେ ଭିଡ଼ିଓଟି ହିଁ ଅପଲୋଡ଼ ହେଇଥାଏ। ଦେଖିପାରୁଥିବେ ଏଇ ଜାଗାରେ ସାଙ୍ଗମାନେ ସେଇଟା ପୁଣି ସେମ୍ ପ୍ଲେସ୍ ଏଇ ଗୋଟିଏ ଜାଗାରେ ହିଁ ଅପଡେଟ୍ ହେବ, ଭିଡ଼ିଓ ଅପଲୋଡ଼ ହେବ। ନହେଲେ ଏ ଜାଗାରୁ ଯଦି ଆଗକୁ ପଳାଇବି କି ଏପଟେ ପଛକୁ ପଳାଇବି, ସେଠି ବି କାମ କରିବ ନାହିଁ ଟାୱାର। ମାନେ ଏମିତି ସିଗ୍ନାଲ ଏଇ ଜାଗାରେ ହିଁ ରହିଛି। ସବୁବେଳେ ଏଇ ଜାଗାରେ ହିଁ ଅପଲୋଡ଼ କରିବାକୁ ପଡ଼େ ଭିଡ଼ିଓ। ଏବେ ଟିକେ ବୁଲାବୁଲି କରି ଘରକୁ ଯିବି। ଭିଡ଼ିଓଟାକୁ ଟିକେ ଲାଇକ୍ କରି ଚ୍ୟାନେଲକୁ ମଧ୍ୟ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ ସାଙ୍ଗମାନେ। ବର୍ଷା ପାଗରେ ଦେଖିପାରୁଥିବେ ସବୁ ଗଛ ଲତା ସବୁ କେତେ ଆନନ୍ଦର ସହିତ ଅଛନ୍ତି। ସବୁ ସବୁଜ। ଆମକୁ କେବଳ ଅସୁବିଧାଟି ହେଉଛି ଟିକେ ବୁଲାବୁଲି କରି ହୁଏନି, କୁଆଡ଼େ ଯାଇ ହୁଏନି। ନହେଲେ ବର୍ଷା ଦିନ ସବୁ ଏକ ପ୍ରକାର ଦେଖିବାକୁ ଗଲେ ଭଲ। ଚାଷବାସ ମଧ୍ୟ ହେଇଥାଏ। ଚାଷୀ ଭାଇ ତାର କାମଧନ୍ଦା ମଧ୍ୟ ଏଇ ବର୍ଷା ପାଣି ହେଲେ ଆରମ୍ଭ ହିଁ କରିଥାଏ। ରୁଆପୋତା ସବୁ ଏବେ ଆରମ୍ଭ ହେଇଯିବ। ତଳି ପଡ଼ିଥିବ, ହଳ ବି ଚାଲିବ। ଏମିତି ସବୁ ରହିଛି କିଛି ବର୍ଷା ଦିନିଆ କଥା ସାଙ୍ଗମାନେ। ଦେଖିପାରୁଥିବେ ବର୍ଷା ମଧ୍ୟ ଲାଗି ରହିଛି। ଲଘୁଚାପ ଜନିତ ବର୍ଷା। ଛାଡ଼ୁଛି 5 ମିନିଟ୍ 10 ମିନିଟ୍ ଛାଡ଼ିଯିବ, ପୁଣି ଆସିବ ବର୍ଷା ଜୋରରେ ହେବ। ପୁଣି ଏବେ ଝିପିଝିପି, ଏବେ ମଧ୍ୟ ଝିପିଝିପି ବର୍ଷା ହେଉଛି। ଦେଖିପାରୁଥିବେ ବର୍ଷା ଲଗାତାର 3 ଦିନ ହେଲା ଚାଲିଛି। ଆମର ମେସି ଗାଡ଼ିଟି ବାଗା ହେବାର ଥିଲା, ଛୋଟ ମୋଟ କାମ ଅଛି। ଷ୍ଟାପ୍ଲାଇଜର ବେସ୍ ବଦଳା ହେବାର ଥିଲା, ପଛ ସେକ୍ସନ୍ କାମ ହେବାର ଥିଲା। ସେଗୁଡ଼ା ସବୁ ହେଇପାରୁନି। ଦେଖେଇବି ଆପଣମାନଙ୍କୁ ଘରକୁ ଯାଇ ଗାଡ଼ିରେ କେଉଁଗୁଡ଼ା ଚେଞ୍ଜ ହେବାର ଥିଲା, ସେ ମଧ୍ୟ ଚେଞ୍ଜ ହେଇପାରୁନି। ଏ ବର୍ଷା ପାଇଁ ସେ ମିସ୍ତ୍ରୀ ମଧ୍ୟ ଆସୁନାହାନ୍ତି। ତାପରେ କଲ୍ କରିଥିଲୁ ସୋରୁମକୁ, କ'ଣ ତାଙ୍କର ଷ୍ଟାଫଙ୍କର ଜଣଙ୍କର ବାହାଘର ମଧ୍ୟ ଥିଲା, ସେଥିପାଇଁ ସେମାନେ ଟିକେ ବ୍ୟସ୍ତ ଅଛନ୍ତି। ସେମାନେ ଏଇ ବର୍ଷା ଛାଡ଼ିଲେ ବୋଧେ ଆସିବେ। ବର୍ଷା କଣ୍ଟିନ୍ୟୁ ହେଉଛି, ବାଇକ୍ ଧରି ଆସିବା ସମ୍ଭବ ନୁହେଁ। ତାପରେ ଆସିଲେ ବି କାମ କରିବା ପାଇଁ ଆମ ଏଠି ସୁବିଧା ନାହିଁ। ବର୍ଷା ପାଣିଲେ ଯାଇ ଦେଖାଉଛି ଆପଣମାନଙ୍କୁ ଗାଡ଼ିର କ'ଣ ସବୁ ଚେଞ୍ଜ ହେବ ସାଙ୍ଗମାନେ। ଦେଖିପାରୁଥିବେ ଏପଟେ ରହିଛି ମେସି ଗାଡ଼ିଟି। ମେସି ଗାଡ଼ିର କ'ଣ କାମ ହେବ ଆପଣମାନଙ୍କୁ ଦେଖାଉଛି। ପେଣ୍ଡିଂ ଅଛି, ମିସ୍ତ୍ରୀ ଆସିପାରୁନାହାନ୍ତି କେବଳ ବର୍ଷା ପାଇଁ। ଏବେ ବି ଦେଖିପାରୁଥିବେ ପାଗ ପୁରା କଳାହାଣ୍ଡିଆ କରିକି ବର୍ଷା ଏବେ ଟିକେ କମିଛି। ଏପଟେ ରହିଛି ମହିନ୍ଦ୍ରା ଗାଡ଼ି। ଏପଟେ ଦେଖିପାରୁଥିବେ ଏଇ ଏନ୍ଟି ମଧ୍ୟ ଭାଙ୍ଗି ଯାଇଛି। ଏନ୍ଟି ଆସିବ, ଏନ୍ଟି ଲଗାହେବ। ଷ୍ଟେରିଂ ମଧ୍ୟ କଟୁନାହିଁ। ଗାଡ଼ି ଆଣିଥିଲୁ ୱାନ୍ ସାଇଡ଼୍ କରି ଗାଡ଼ି ଆଣି ରଖିଥିଲୁ। ଏପଟେ ସାଙ୍ଗମାନେ ବ୍ୟାକ୍ ସାଇଡ଼୍ର ରହିଛି ବାର୍ର ଯେଉଁ ବଲ୍ ଲାଗେ ଦେଖିପାରୁଥିବେ, ସେ ସବୁ ଖାଇଯାଇଛି। ଏଇ ଯେଉଁ କଟ୍ ପିସ୍ ରହିଛି, ଏଇଠୁ କଟା ହେଇ କଟ୍ ପିସ୍ ଗୋଟେ ପୁଣି ହୋଲ୍ଡିଂ ହେବ। କଟ୍ ପିସ୍ ହୋଲ୍ଡିଂ ହେଲା ପରେ ପୁଣି ମଧ୍ୟ ନୂଆ ହେଇଯିବ। ଏପଟେ ରହିଛି ଦେଖିପାରୁଥିବେ ଷ୍ଟାପ୍ଲାଇଜର, ୟାର ସବୁ ହୋଲ୍ ଖାଇଯାଇଛି ସାଙ୍ଗମାନେ।
ହୋଲ୍ ଖାଇଯିବା ଦ୍ୱାରା କ'ଣ ହେଉଛି ନା ଯେତେବେଳେ ଆଗ ପଛ କଲାବେଳକୁ ରୋଟର ହଲିକି ହିଡ଼ ଡେଇଁଲା ବେଳେ ଏମିତି ହଲିଲେ ଚକାରେ ଆସି ବାଜି ଯାଉଛି ରୋଟର। ଟାୟାର ମଧ୍ୟ ଦେଖିପାରୁଥିବେ ଏପଟେ ଟିକେ ଖଣ୍ଡିଆ ହେଇଛି, ହଳ ବେଳେ ବାଜି ଯାଇଥିଲା। ସେଥିପାଇଁ ଇଏ ସେକ୍ସନ୍ ପଛ ସେକ୍ସନ୍ କାମ ହେବ। ଆଉ ସାଙ୍ଗମାନେ ସେ ଭିତରେ ସେ ବେସ୍ଟି ଦେଖିପାରୁଥିବେ, ସେ ବେସ୍ଟି ମଧ୍ୟ ଭାଙ୍ଗିଛି, ବେସ୍ଟି ଚେଞ୍ଜ କରାଯିବ। ଏମିତି ରହିଛି ଏ ଗାଡ଼ିର କାମ। ଆଉ ୟା ରୋଟରର ଅଏଲ୍ ସିଲ୍ଟି ପଡ଼ିବ, ଅଏଲ୍ ସିଲ୍ଟି କଟିଯାଇଛି। ଏ ରୋଟରଟି ସାଙ୍ଗମାନେ 6.5 ଫୁଟର ରୋଟର ରହିଛି ମେସି ଗାଡ଼ି ପାଇଁ। ସାଙ୍ଗମାନେ ସେମ୍ ଏପଟ ସାଇଡ଼୍ରେ ଦେଖିଲେ ଯେମିତି ପ୍ରୋବ୍ଲେମ୍ ରହିଛି, ସେମ୍ ଏପଟ ସାଇଡ଼୍ରେ ମଧ୍ୟ ହୋଲ୍ ଖାଇଯାଇଛି ଦେଖିପାରୁଥିବେ। ଟୋଟାଲ୍ ଭାଙ୍ଗି ଯାଇଛି ଏପଟରେ। ଏଇଟା ହୋଲ୍ ଖାଇଯିବା ଦ୍ୱାରା ହଲଚଲ ହେଉଛି। ଆପଣମାନେ ଯେଉଁମାନେ ଗାଡ଼ି ଚଲାଉଥିବେ ସେମାନେ ଭଲସେ ବୁଝିପାରୁଥିବେ। ଏପଟେ ମଧ୍ୟ ସେ ଭିତର ସାଇଡ଼୍ର ସାଙ୍ଗମାନେ, ଏ ଭିତର ସାଇଡ଼୍ରେ ମଧ୍ୟ ବଲ୍ ଦେଖିପାରୁଥିବେ ଖସିକି ରହିଛି। ସେପଟେ ମଧ୍ୟ କଟ୍ ପିସ୍ ପଡ଼ିବ, 4ଟାଙ୍କ କଟ୍ ପିସ୍ ପଡ଼ିବ, 2ଟି ବାର୍ର 4ଟାଙ୍କ କଟ୍ ପିସ୍ ପଡ଼ିବ। ସାଙ୍ଗମାନେ ଏ ପାଇପ୍ ଗୁଡ଼ା ସବୁ ନୂଆ ଲାଗିଥିଲା, କାହିଁକିନା ପାଇପ୍ ସବୁ ଆମ ପାଣି ଟିକେ ଲୁଣା ପାଣି ହେତୁ ପାଇପ୍ ସବୁ ଖାଇଯାଇଥିଲା। ଏ ପାଇପ୍ ସେକ୍ସନ୍ ଟୋଟାଲ୍ ଚେଞ୍ଜ ହେଇଥିଲା। ଏପଟେ ରହିଛି ଡାଇନାଟ୍ରାକ୍ର ପାଇପ୍, ଯେଉଁମାନଙ୍କ ପାଖରେ ଗାଡ଼ି ଥିବ ଆପଣମାନେ ଜାଣିଥିବେ ଟୋଟାଲ୍ ପାଇପ୍ ସେକ୍ସନ୍ ଚେଞ୍ଜ କରିବାକୁ ପଡ଼ିଥିଲା। ପୁରା ନୂଆ ପାଇପ୍ ପଡ଼ିଛି ଦେଖିପାରୁଥିବେ। ସାଙ୍ଗମାନେ ଏପଟ ମଡ଼କାର୍ଡ଼ ବି ଟିକେ ଟିକେ ଭିଡ଼ା ଯିବ, 2ଟା ଯାକ ମଡ଼କାର୍ଡ଼, କାହିଁକିନା ଟିକେ ହଲଚଲ ହେଉଛି, ସେଥିପାଇଁ 2ଟା ଯାକ ଭିଡ଼ା ଯିବ। ଏପଟେ ରହିଛି ସାଙ୍ଗମାନେ ୟାର ମଧ୍ୟ ପୁରା କମ୍ଫର୍ଟେବୁଲ୍ ସିଟ୍ ରହିଛି, ସିଟ୍ କଭର୍ ପଡ଼ିଛି, ନହେଲେ ପୁରା ଭେଦିକି ନଷ୍ଟ ହେଇଯାଆନ୍ତା। ସାଙ୍ଗମାନେ ଆପଣମାନଙ୍କର କମେଣ୍ଟ ଥିଲା ଭାଇ ଚେନ୍ କ'ଣ ପାଇଁ ପକାଅ? ଚେନ୍ ଏଥିପାଇଁ ପକାଉ କି ଆମ ବାବୁନ ଫାବୁନ ଏମିତି କିଛି ପିଲା ଅଛନ୍ତି, ସେମାନେ ଗାଡ଼ିରେ ବସିକି ଷ୍ଟେରିଂ ଜୋର ଜୋରରେ ମୋଡ଼ିବେ। ଆପଣମାନେ ଜାଣିଥିବେ ପାୱାର ଷ୍ଟେରିଂ ମୋଡ଼ିବା ଦ୍ୱାରା କ'ଣ ପ୍ରୋବ୍ଲେମ୍ ହୁଏ, ସେଥିପାଇଁ ଲକ୍ କରିଦେଉ। ସାଙ୍ଗମାନେ ସିଟ୍ ଯେତେ ଭଲ ହେଉନା କାହିଁକି, କମ୍ଫର୍ଟେବୁଲ୍ ହେଉ ଯାହା ବି ହେଉନା କାହିଁକି, ସିଟ୍ରେ ବସିଲା ବାଲାର ଦମ୍ ଥିବା ଦରକାର ସାଙ୍ଗମାନେ। କାହିଁକିନା ଏଇଟା ଟ୍ରାକ୍ଟର ଗାଡ଼ି, ଏଇଟା ଅନ୍ୟ ଗାଡ଼ି ନୁହେଁ। ଟ୍ରାକ୍ଟର ଗାଡ଼ି ମାନେ ବସିଥିବା ଲୋକର ଦମ୍ ଥିବା ଦରକାର ସିଟ୍ରେ। ସାଙ୍ଗମାନେ ଆମ ପାଖରେ ଯେଉଁ ଗାଡ଼ି 2ଟା ଯାକ ଅଛି, 2ଟା ଯାକ ଘୋଡ଼ା ଗୋଟେ ଜଙ୍ଗଲରେ। ଶୁକୁଲା ହଳ କରୁଥିବା ସମୟରେ ଏଇ ଏଣ୍ଡଟି ଭାଙ୍ଗି ଯାଇଥିଲା ଶୁକୁଲା ହଳରେ। ଏପଟ ସାଙ୍ଗମାନେ ସିଲିଣ୍ଡର ଦେଖିପାରୁଥିବେ, ସିଲିଣ୍ଡରର ମଧ୍ୟ ଭିତର ଚୁଡ଼ି ସ୍ଲିପ୍ ହେଇଛି। ମୁଁ ସେ ଭାଇଙ୍କି ପଚାରୁଥିଲି, ସେ କହିଲେ ପ୍ରଥମେ ଭିଡ଼ିବେ, ଦେଖିବେ ଯଦି ନ ହେବ ତାହେଲେ ତାର ଆଉଥରେ ତାକୁ ଟ୍ୟାପ୍ ବୁଲେଇ ଥ୍ରେଡ଼୍ କରିବାକୁ ପଡ଼ିବ। ଏମିତି ସବୁ କାମ ରହିଛି ଛୋଟ ମୋଟ। ସାଙ୍ଗମାନେ ପୁଣି ବର୍ଷା ମଧ୍ୟ ଆରମ୍ଭ ହେଇଗଲାଣି ଦେଖିପାରୁଥିବେ, ଧୀରେ ଧୀରେ ହେଉଥିଲା, ଏବେ ଟିକେ ଜୋର ଜୋରରେ ଆରମ୍ଭ ହେଇଗଲା। ପୁଣି ପାଗ ପୁରା ସୁନ୍ଦର ପାଗ। ସାଙ୍ଗମାନେ ଆଉ ଗୋଟେ ଜିନିଷ ଦେଖାଉଛି ଆପଣମାନଙ୍କୁ, ପପର ସବୁ ଲାଇଟ୍ ଲାଗିଥିବ କେମିତି ସବୁ ଦେଖନ୍ତୁ। ଏପଟେ ଲାଗିଛି, ଏଇଟାକୁ କ'ଣ କହନ୍ତି, ପପ ଜାଣିଛି କ'ଣ କହନ୍ତି ଏଟାକୁ, ମୁଁ ମଧ୍ୟ ଜାଣିନି। ଏପଟେ ଲାଗିଛି, ଏପଟେ ଦେଖିପାରୁଥିବେ, ଭିତରେ ମଧ୍ୟ ସବୁ ଲଗେଇଛି। ସବୁ ପ୍ରକାର ତାର ଲାଗିଥିବ ପ୍ରତ୍ୟେକ ଗାଡ଼ିର। ଏଇ ଗାଡ଼ିର ମେସି ଗାଡ଼ିର ଦେଖେଇଲି, ମହିନ୍ଦ୍ରା ଗାଡ଼ିର ଦେଖାଉଛି ଆପଣମାନଙ୍କୁ ଦେଖିପାରୁଥିବେ। ଆଗରେ 2ଟା ଲଗେଇଛି, ମଝିରେ ମଧ୍ୟ ଲାଗିଥିବ, ସବୁଆଡ଼େ ତାର ଲାଇଟ୍ ହିଁ ଲାଗିଥିବ ଦେଖିପାରୁଥିବେ। ଏମିତି ସବୁ କାମ ବାକି ରହିଛି ମେସି ଗାଡ଼ିର। କାମ କମ୍ପ୍ଲିଟ୍ କରିବାକୁ ପଡ଼ିବ, କାହିଁକିନା ବର୍ଷା ଆରମ୍ଭ ହେଲାଣି। ବର୍ଷା ଆରମ୍ଭ ହେବା ଫଳରେ ହଳ ମଧ୍ୟ ଆରମ୍ଭ ହେଇଯିବ। 2ଟି ଗାଡ଼ି ରେଡ଼ି କରି ରଖିବାକୁ ପଡ଼ିବ, ନହେଲେ ଆମ ଏରିଆରେ ଦବିଲା ଜମି ମଧ୍ୟ ଅଛି। ଗୋଟେ ଗାଡ଼ି ନେଇକି ଗଲେ ଦିନ ମାନଲ 2 ଘଣ୍ଟା 3 ଘଣ୍ଟା ହଳ କରିବା ବି ମୁସ୍କିଲ ହେଇଯିବ, ଦବା ଦବିରେ ସମୟ ପଳାଇବ।